ଆଜି ଓଡ଼ିଶା କ୍ୟାବିନେଟ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆହୁତ କ୍ୟାବିନେଟ୍ ବୈଠକରେ ଅଗ୍ନିବୀରମାନଙ୍କୁ ୟୁନିଫାଏଡ୍ ସର୍ଭିସ୍ କ୍ଷେତ୍ରରେ 10% ସଂରକ୍ଷଣ ସୁବିଧା ଏବଂ ସରକାରୀ କର୍ମଚାରୀ ଯେଉଁମାନେ କର୍ମକ୍ଷେତ୍ରରେ ଥାଇ ମୃତ୍ୟୁବରଣ କରନ୍ତି ତାଙ୍କ ଝିଅମାନଙ୍କୁ ଥଇଥାନ କ୍ଷେତ୍ରରେ ସୁବିଧା ପ୍ରଦାନ କରାଯିବା ନେଇ ମଧ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି ଏବଂ ଗୋପାଳପୁର ବନ୍ଦରର ସେୟାରକୁ ଆଦାନୀ କମ୍ପାନୀକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଏକ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ଅଗ୍ନିବୀର କେନ୍ଦ୍ର ସରକାରଙ୍କ ଯୋଜନାରେ ଆସୁଥିବା ଯେଉଁମାନେ ଗୋଟିଏ ବର୍ଷ ତାଲିମ ସହିତ 4 ବର୍ଷ ଅଗ୍ନିବୀର ଭାବରେ କାର୍ଯ୍ୟ କରିଥିବେ, ଯେଉଁ ଓଡ଼ିଆ ଯୁବକମାନେ ସେମାନଙ୍କୁ ୟୁନିଫର୍ମ ସର୍ଭିସ୍ ବା ପୋଲିସ କୁହାଯାଉ, ଫରେଷ୍ଟ ଚାକିରି କୁହାଯାଉ କିମ୍ବା ଅଗ୍ନିଶମ ବିଭାଗ ଏହିଭଳି ବିଭାଗ ଗୁଡ଼ିକରେ ତାଙ୍କ ଚାକିରିର 10 ଭାଗ ଚାକିରି ଅଗ୍ନିବୀରମାନଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ଏକ ନିଷ୍ପତ୍ତି ହୋଇଛି। ଅଗ୍ନିବୀର କ୍ଷେତ୍ରରେ କିଛି କର୍ମଚାରୀଙ୍କୁ ସିଧାସଳଖ ରେଗୁଲାରାଇଜ୍ କରିବାର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟ 4 ବର୍ଷ ଚାକିରି କରିଥିବା କର୍ମଚାରୀଙ୍କୁ ବିଭିନ୍ନ ଯୋଜନାରେ ଥଇଥାନ କରିବା ପାଇଁ ସଂରକ୍ଷଣ ବ୍ୟବସ୍ଥା ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କରିଛନ୍ତି। ଏହାପରେ ଯେଉଁ ସରକାରୀ କର୍ମଚାରୀମାନେ ଅକାଳରେ କାର୍ଯ୍ୟରତ ଥାଇ ମୃତ୍ୟୁବରଣ କରନ୍ତି ସେମାନଙ୍କ ପୁଅ ଓ ଝିଅମାନଙ୍କୁ ଉକ୍ତ ଚାକିରିରେ ଥଇଥାନ କରିବାର ବ୍ୟବସ୍ଥା ଅଛି। ମାତ୍ର ଆଜିର କ୍ୟାବିନେଟ୍ ନିଷ୍ପତ୍ତିରେ ତାଙ୍କର ବିବାହିତ ଝିଅମାନେ ମଧ୍ୟ ଏହି ସୁଯୋଗ ପାଇପାରିବେ ଓ ସାବତ ଝିଅମାନେ ମଧ୍ୟ ଏହି ଥଇଥାନ ଯୋଜନାରେ ଥଇଥାନ ହୋଇପାରିବେ ବୋଲି କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ଏକ ନିଷ୍ପତ୍ତିରେ ଗୋପାଳପୁର ବନ୍ଦରର ସେୟାରକୁ ଆଦାନୀ କମ୍ପାନୀକୁ ପରିବର୍ତ୍ତିତ କରିବା ପାଇଁ ଏବଂ ଏକ ଅନୁମତି ପ୍ରଦାନ କରାଯାଇଥିବା ନିଷ୍ପତ୍ତି ହୋଇଛି।